ସନାତନ ପଟ୍ଟନାୟକ। କୋଉଠୁ ଆସିଛନ୍ତି ଆପଣ? ଢେଙ୍କାନାଳ ଜିଲ୍ଲା କାମାନଗର ଆଳତମ ଗ୍ରାମରୁ। କ'ଣ କରୁଛନ୍ତି ବର୍ତ୍ତମାନ? ସାର୍ ସେ ଗୋଟେ ପ୍ରାଥମିକ ଶିକ୍ଷକ। ପ୍ରାଥମିକ ଶିକ୍ଷକତା କରୁଛନ୍ତି, ବଢ଼ିଆ। ଯେତେବେଳେ ଶିକ୍ଷକତା କରୁଛନ୍ତି ଉଦ୍ଦେଶ୍ୟ ରହିଛି ପିଲାମାନଙ୍କୁ ସଂସ୍କାର କରିବା, ପାଠ ପଢ଼େଇବାକୁ ପ୍ରେରଣା ଦେବା, ଶିକ୍ଷାଦାନ କରିବା। ଯାହା ହଉ, କେତେ ବର୍ଷ ହେଲା କଲେଣି? ପ୍ରାୟ 22 ବର୍ଷ ହେଲାଣି। 22 ବର୍ଷ। 22 ବର୍ଷ ଭିତରେ ପୁରୀ କଥା ବି ମନେ ରଖିଛନ୍ତି, ଜଗନ୍ନାଥଙ୍କର କଥା ବି ମନେ ରଖିଛନ୍ତି। ଆଜ୍ଞା ଆଜ୍ଞା। ଜଗନ୍ନାଥ ଆମର ପୂର୍ବ ପୁରୁଷରୁ ଅଲେଖ ଧର୍ମ ଥିଲେ 3 ପିଢ଼ି। ମହିମା ଧର୍ମ ଭିତରେ ଆମ ଜେଜେବାପା ଆମକୁ ଛୋଟରୁ ଶିଖେଇଥିଲେ ମଣ୍ଡିଆ ମାରିଆ, ଯେଉଁ ତାଙ୍କର ନୀତି ନିୟମ ଶିଖେଇଥିଲେ। ଛୋଟବେଳେ ଗୋଟେ ସାଙ୍ଗଟିଏ ତାଙ୍କ ବାପା ଆସିଥିଲେ ପୁରୀ, ସେ ଗୋଟେ ଫଟୋଟି ମୋତେ ଦେଇଥିଲେ। ସାଙ୍ଗଟି ମୋତେ ଦେଇଥିଲା, ଛୋଟ ସାଙ୍ଗଟି। ଯେତେବେଳେ ଆମର ମୁଁ ଯେତେବେଳେ ପ୍ରଥମ ଦ୍ୱିତୀୟ ବୋଧେ ଶ୍ରେଣୀରେ ପଢ଼ୁଥିଲି, ସେ ଫଟୋଟି ଆମର ଗୋଟେ ଭଙ୍ଗା ଦର୍ପଣ କାଚ ଭିତରେ ମୁଁ ତାଙ୍କୁ ରଖିକି ପୂଜା କରୁଥିଲି। ପୂଜା କ'ଣ ମନେ ଖାଲି ମୁଣ୍ଡିଆଟେ ମାରୁଥିଲି ପ୍ରତିରେ। ଏମିତି ମୋର ଗୋଟେ ଅଭ୍ୟାସରେ ଯାଇଥିଲା। ମୁଁ ତାଙ୍କୁ ଦର୍ଶନ ନ କଲେ ଆଉ ଖିଆପିଆ ଆମର କିଛି ହୁଏନି। ଏମିତି ବହୁତ ବର୍ଷ ଗଲା। ତାପରେ 1986 ମସିହାରେ ଆମେ ଯେତେବେଳେ ପାଠ ପଢ଼ି ସାରିକି ବେକାର ଥିଲୁ, ସେତେବେଳେ DIC ଲୋନ୍ ଦିଆଯାଉଥିଲା ସରକାର। ଆମେ 3 ଜଣ ସାଙ୍ଗ ଆମ ଘରଠୁ 35 କିଲୋ ଆମର ଜିଲ୍ଲା ଢେଙ୍କାନାଳ ଜିଲ୍ଲାକୁ ଆସିଲୁ ଅଫିସରେ ଦରଖାସ୍ତ କରିବା ପାଇଁ। ସେଇ ସମୟଠୁ ଆସିକି ଆମ କାମ ସରିଗଲା ଶୀଘ୍ର। ସରିଲା ପରେ ଆମେ ଚାହିଁଲୁ ଯେ ଟିକେ କଟକ ଯିବା। ଆମେ କଟକରେ ଯେତେବେଳେ ଫିଲ୍ମର ଗୋଟେ ଚାହିଦା ଥିଲା, ଫିଲ୍ମ ଦେଖିବା ପାଇଁ ଆମେ ଚାହିଁଲୁ। ଫିଲ୍ମ ଦେଖିକି କଟକରେ ଲଜ୍ ରହିବା। ଲଜ୍ କ'ଣ ଆମେ ଆଜ୍ଞା ଜାଣିନଥିଲୁ ସେତେବେଳେ। ସେଠି ଯାଇ କଟକରେ ଫିଲ୍ମ ଦେଖିଲୁ, ଲଜ୍ରେ ରହିଲୁ। ସକାଳୁ ଗାଧା ପାଧା କରି ଆମେ ଘରକୁ ଫେରିବା କଥା। ସେତେବେଳେ ମୁଁ ଜଗନ୍ନାଥ ଫଟୋଟିଏ ଖୋଜୁଛି ଯେ କେଉଁଠି ଠାକୁରଙ୍କ ଫଟୋଟିଏ ପାଇଲେ ମୁଁ ଦର୍ଶନ କଲେ ଯାହାହେଲେ ଜଳଖିଆ କ'ଣ ଖାଇବି। ଏମିତି ସେ ହୋଟେଲ ଭିତରେ ଗୋଟେ ନାହିଁ କି ଲଜ୍ ଭିତରେ ନଥିଲା। ବାଟ ଯାକ ଆମେ ଚାଲି ଚାଲି ଆସୁଛୁ, ଗୋଟେ ହୋଟେଲ ପାଉନୁ କି ଠାକୁରଙ୍କ ଫଟୋଟିଏ ପାଉନୁ। ରାସ୍ତାରେ ଗାଡ଼ି, ବିଭିନ୍ନ ଗାଡ଼ି ଦୋକାନକୁ ଡୁଙ୍ଗି ଦେଉଛି, ଗୋଟେ ଫଟୋଟିଏ କାଳେ ଥିବ, କେଉଁଠି ପାଉନାହିଁ। ଏମିତି 1/2 କିଲୋମିଟର ବାଟ ଆସିଲାଣି। ସେପ୍ଟେମ୍ବର ମାସ ଆଜ୍ଞା। ସେପ୍ଟେମ୍ବର ମାସରେ କେଉଁଠି ମୁଁ ଆଉ ସକାଳ ସମୟ 7ଟା ସମୟ ଠାକୁରଙ୍କୁ ଆଉ କେଉଁଠି ଦର୍ଶନ କରି ପାଉନି। ସେଠୁ କିଛି ବାଟ ଗଲା ପରେ ହୋଟେଲ ନାହିଁ କି ଆମେ ମାନେ ହୋଟେଲ ପାଇଲେ ଖାଇଥାନ୍ତେ, ମୁଁ ଟିକେ ଭୁଲ ହେଇଯାଇଥାନ୍ତା ଯେ ଠାକୁରଙ୍କୁ ମୁଁ ଦର୍ଶନ ନ କରି ଖାଇଲି। କିନ୍ତୁ ଯେତେବେଳେ କିଛି ବାଟ ଯାଇଛି 1/2 କିଲୋମିଟର, ଦେଖିଲି ଗୋଟେ ରଥଟେ ଠିଆ ହେଇଛି। କହିଲି ରଥଟେ ବୋଧେ ରଥଯାତ୍ରା ହେଇଥିବ, ପୁରୁଣା ଜୁଲାଇ ମାସରେ ହେଇଥିବ। ସେ ରଥଟା ପୁରୁଣା ରଥଟା ରହିଯାଇଛି। ଆଉ ଯେତେବେଳେ ରଥ ପାଖକୁ ଗଲି, ଦେଖିଲି ପୁରା ଠାକୁର ସେଠି ବିଜେ କରିଛନ୍ତି। କେହି କୌଣସି ଲୋକ କେହି ନାହାନ୍ତି। ଗୋଟେ ରଥ, ମିଡ଼ିୟମ୍ ସାଇଜ୍ ରଥ, ତା ଭିତରେ ଜଗନ୍ନାଥ ଅଛନ୍ତି। ସେପ୍ଟେମ୍ବର ମାସରେ ମୁଁ ଆଶ୍ଚର୍ଯ୍ୟ ଯେ ମୁଁ ଠାକୁର ଦେଖା ଦେଉଛନ୍ତି ନା ମୁଁ ଭୁଲ ଦେଖୁଛି। ମୋ ଯେଉଁ ସାଙ୍ଗ 2 ଜଣ ଯାଇଥିଲେ, ମୁଁ ତାଙ୍କୁ କହିଲି ତମେ ମୁଁ ଯାହା ଦେଖୁଛି ତମେ ଦେଖିପାରୁଛ ତ? ମୁଁ ଠାକୁରଙ୍କୁ ଖୋଜୁଥିଲି, ଠାକୁର ମୋତେ କେଉଁ ରୂପରେ ଦେଖାଦେଲେ। ରଥରେ ଆସିକି ମୋତେ ପୁରା କୌଣସି ଲୋକ ବି ସେଠି ନାହାନ୍ତି। ଦର୍ଶନାର୍ଥୀ ବା କୌଣସି ଲୋକ କେହି ନାହାନ୍ତି। ରଥ ଉପରେ ଠାକୁର ଅଛନ୍ତି, ଜଗନ୍ନାଥ ତାଙ୍କର ସବୁ ଅଛନ୍ତି। ଏମିତି ସେ ଗୋଟେ ଗୋଟେ ଘଟଣା। ସେଦିନ ମୋତେ ଆଜି ସୁଦ୍ଧା ମୁଁ ତା'ର ଉତ୍ତର ପାଇନି। ଆଜି ସୁଦ୍ଧା ମଧ୍ୟ ଉତ୍ତର ପାଇନାହାନ୍ତି। ଉତ୍ତର ଖୋଜି ବୁଲୁଛନ୍ତି। 86 ମସିହାରୁ 2023 ହେଲାଣି। ଉତ୍ତର ମହାପ୍ରଭୁ ନିଶ୍ଚିତ ଦେବେ। ସିଏ ହେଉଛନ୍ତି ଉତ୍ତରଦାତା। ପ୍ରତି ଉତ୍ତରକୁ କେତେବେଳେ ଦେବେ ସିଏ ବି ଜାଣିଥିବେ। ଆଉ ଯେଉଁ ରଥରେ ଦେଖିଲେ ମହାପ୍ରଭୁ ବସିଛନ୍ତି, ସେପ୍ଟେମ୍ବର ମାସରେ ରଥ, ଏ ରଥ ଆସିଲା କୁଆଡ଼େ? ସେଇଟା ତ ମୁଁ ଆଜ୍ଞା କହିପାରିବିନି। ମୁଁ ତ ଠାକୁରଙ୍କୁ ଖୋଜୁଥିଲି, ମୋ ଲୋମ ସବୁ ଠିଆ ହେଇଗଲା। ମୁଁ ଆଶ୍ଚର୍ଯ୍ୟ ହେଲି ଠାକୁର କୋଉଠୁ ଆସିଲେ। ମୁଁ ଠାକୁରଙ୍କ ଫଟୋ ଖୋଜୁଥିଲି, ଠାକୁର ରଥରେ କୋଉଠି ଦେଖାଦେଲେ। ଏ ସମ୍ଭବ ଆଇଯିଗଲା, ମୁଁ ତା ଉତ୍ତର ପାଇପାରୁନି ଆଜ୍ଞା। ଆପଣମାନଙ୍କ ସାଙ୍ଗରେ ଯେଉଁ ସାଙ୍ଗମାନେ ଯାଇଥିଲେ ସିଏ ବି ତାକୁ ଦେଖେଇଲି। ମୁଁ ଯାହା ଦେଖୁ ତମେ ଦେଖିପାରୁଛ ତ ଯେ ଜଗନ୍ନାଥ ପଛରେ ନା? ହଁ, ଠାକୁର ତ ଅଛନ୍ତି। ସେ ବି ସେଇ କଥା କହିଲେ। ଆଉ ବଡ଼ ଆଶ୍ଚର୍ଯ୍ୟ ଏବଂ ଚମତ୍କାରିତା ଦୃଶ୍ୟ ମଧ୍ୟ ଆପଣ ଦେଖିଛନ୍ତି। ଆଜ୍ଞା। ହଁ, ଆଉ ଗୋଟେ ଘଟଣା। ଆମେ 2001 ମସିହାରେ ଆସିଥିଲୁ ପୁରୀ, ସାଙ୍ଗ 4 ଜଣ ଆସିଥିଲୁ। 4 ଜଣ ଆସିଲା ପରେ ଆମେ ଏଠୁ ପୁରୀରୁ ଗଲୁ ଟ୍ରେନ୍। ଆମର ଢେଙ୍କାନାଳରୁ ଆମ ଆଉ କାମାକ୍ଷାନଗର ବସ୍ ନାହିଁ, ସେଠୁ 35 କିଲୋମିଟର। ଆମେ ବହୁତ ସମୟ ଅପେକ୍ଷା କଲା ପରେ କୌଣସି ଗାଡ଼ି ନାହିଁ। ଜମା 4 ଜଣ ଆମେ ରହିଗଲୁ ହୋଟେଲରେ ଖାଇକି। ରାତି 11ଟା ବେଳକୁ ଗଲୁ। ଆମର ଯେଉଁ ଛକ ଅଛି କାମାକ୍ଷୀ ଛକ, ସେଠି ଗଲେ ଯଦି ଟ୍ରକ୍ ଥିବ ପଳେଇବା। ମୁଁ ପକେଟରେ ପୁରୀ ମାର୍କେଟରୁ ଛୋଟ ଜଗନ୍ନାଥ ମୂର୍ତ୍ତି 3ଟି ସାଙ୍ଗମାନଙ୍କୁ ଦେବା ପାଇଁ ନେଇଥିଲି। ମୋ ପକେଟରେ ଗୋଟିଏ ମୂର୍ତ୍ତି ରଖିଥିଲି, କାଚର ଯେଉଁ ଛୋଟ ଫଟୋ। ରାସ୍ତାରେ ଚାଲୁଛୁ NH ଉପରେ, ମୁଁ ଠାକୁରଙ୍କ ଫଟୋଟି ବାହାର କରି କହିଲି, ଦେଖିଲେ ଆଜ୍ଞା ଠାକୁର ଆମକୁ ଏତେ ହଇରାଣ କଲେ। ଆମେ ପୁରୀରେ କେତେ ଖୁସି ବାସିରେ ସାଙ୍ଗମାନେ 2-4 ଦିନ ବୁଲିକି ଆସିଲୁ, କିନ୍ତୁ ଆଜି ଆମକୁ ଠାକୁର ଆମକୁ କେତେ କଷ୍ଟ ଦେଲେ ରାତି ଅଧରେ। ଏତିକି କଥାବାର୍ତ୍ତା ହେଉଛୁ। ଆମେ ଆଗ କରି ଚାଲିଛୁ, ଆମ ପଛଆଡ଼େ ଗୋଟେ କାର୍ ଆସିକି ଲାଗିଗଲା। ସେ କାର୍ କିଏ ଆମେ ଜାଣିନୁ। ଆମ ଭିତରୁ ଜଣେ ଜିତୁ ଥିଲା। ଜିତୁ ଭାଇ କୁଆଡ଼େ ଯାଇଥିଲ? ସେଠୁ ସେ କହିଲା କିଏ
କହିବେ ନା ହଁ ମୁଁ ଯାଇଥିଲି କଟକ ବର୍ତ୍ତମାନ ଫେରୁଛି ତମେ କୁଆଡ଼େ ଯିବ ନା ଆମେ ଘରକୁ ଯିବୁ କାମାକ୍ଷାନଗର ଯିବୁ ତାହେଲେ ବସ ଠିକ୍ ଆମେ ଯେତିକି ଜଣ ଥିଲୁ ସେତିକି 4ଟି ସିଟ୍ ଆମ ପାଇଁ ଥିଲା ଏବଂ ରାତି 12ଟାରେ ଆମ ଘରକୁ ନେଇ ସେ ପହଞ୍ଚାଇଥିଲା ଆମେ ହୁଏତ ବସ୍ ଷ୍ଟାଣ୍ଡରେ ଓହ୍ଲେଇ ଚାଲି ଯିବାକୁ ପଡ଼ିଥାନ୍ତା କିନ୍ତୁ ସେ ଆମ ଘରେ ନେଇକି ରାତି 12ଟା ସେ ଲୋକ ବି କିଏ ମୁଁ ଏପର୍ଯ୍ୟନ୍ତ କହିପାରୁନି। ସବୁ ଗୋଟିଏ ମୁହୂର୍ତ୍ତର କଥା ସବୁ ଉତ୍ତର ଆପଣ ଖୋଜୁଛନ୍ତି ବର୍ତ୍ତମାନ ସୁଦ୍ଧା ବି ସେ ଯୋଉ ଉତ୍ତର ଖୋଜୁଛନ୍ତି ଏସବୁ ଘଟଣା ଘଟୁଛି କିଏ ବୋଲି ଭାବୁଛନ୍ତି? ସେ ତ ଜଗନ୍ନାଥ ଆଉ ମୁଁ ଜଗନ୍ନାଥଙ୍କୁ ଅନେଇ କହୁଛି ଠାକୁର ଆମେ ରାତିରେ ଆମକୁ ଏତେ କଷ୍ଟ ଦେଲେ ଏତେ ବୁଲି ଆମେ ପୁରୀରେ ବୁଲି ଆସିଲୁ ଏତେ ଖୁସିରେ 2-3 ଦିନ ରହିଲୁ ଆଜି ଏଇ ରାତି ଅଧରେ ଆମକୁ କଷ୍ଟ ଦେଲେ କହିବାର ଶେଷ ହେଇନି ଠାକୁର ହାତରେ ଅଛନ୍ତି ଗୋଟେ ମୁହୂର୍ତ୍ତରେ ଆସି ଗାଡ଼ିଟା ପଛଆଡ଼େ ଲାଗିଲା ପଛଆଡ଼ୁ ଆମେ ଆଗୁଆ ଯାହା ହଉ ମହାପ୍ରଭୁଙ୍କ ଲୀଳା ସେଇଭଳି ଯିଏ ବି ବିପଦର ପଡ଼ିକି ମହାପ୍ରଭୁଙ୍କୁ ଡାକିଥାଏ ସେ ନିଶ୍ଚିତ ଭାବରେ ମହାପ୍ରଭୁ କୌଣସି ନା କୌଣସି ବନ୍ଦୋବସ୍ତ ସହିତ ତାର ବ୍ୟବସ୍ଥା ମଧ୍ୟ କରିଥାନ୍ତି।